ବୁଝିପାରୁନି ମୋ ଘର ଲୋକମାନେ ମୋ ଫୋନ୍ ପାଖରେ କାହିଁକି ପଡ଼ିଛନ୍ତି। ଯେତେବେଳେ ବି ଟିକେ ଫୋନ୍ ଧରିକି ବସିଲେ କୋଉଠି ଥିବେ, ବେଶୀ କରି ମୋ ବୋଉ ତ କୋଉଠି ଥିବ ଆସି କହିବ ସବୁବେଳେ ଖାଲି ସେ ଫୋନ୍ଟା ଧରି ବସ, ଫୋନ୍ଟା ଭିତରେ ପଶି ଯାଉନୁ। ଏମିତି କହିବ ସେ ମତେ। ବିଚାରି ମୋ ଫୋନ୍ ମନ ଦୁଃଖ କରିବନି। କିଏ ଅଛି ତାର, କିଏ ଅଛି। ସେମାନେ ଟିକେ ଭାବିବା ଦରକାର, ଘର ଲୋକମାନେ ଟିକେ ଭାବିବା ଦରକାର ଏଇ ଫୋନ୍ ପାଇଁ ମୁଁ କେତେ ଉପକାର ପାଉଛି, କେତେ ଉପକାର। ସେ ସବୁ ତ ଭାବୁନାହାନ୍ତି। ଆରେ ୟାର ଏଇ ଫୋନ୍ ପାଇଁ, କେବଳ ଏଇ ଫୋନ୍ ପାଇଁ ମୁଁ ଟିକେ ଖୁସି ହେଇପାରୁଛି। ମାନେ ଅଲଗା କୋଉ ଖୁସି ଭାବିବେନି ମ। ଏଇ ଯେତେବେଳେ ଯଦି ମୋ ମନରେ ଟିକେ ଦୁଃଖ ଥାଏ, ଏଇ କିଛି ଡାଉଟ୍ ଥାଏ, ମୁଁ ଏଇ ଫୋନ୍ ଦ୍ୱାରା ହିଁ ଜାଣିପାରେ, ଆଉ ଏଇ ଫୋନ୍ ଦ୍ୱାରା ହିଁ ଖୁସି ହେଇପାରେ। ତାପରେ ବି ମୋ ପାଖରେ କେହି ବି ନଥାନ୍ତି, ମୁଁ ଏଇ ଫୋନ୍ ଦ୍ୱାରା ହିଁ କଥାବାର୍ତ୍ତା କରେ, ଏଇ ଫୋନ୍ ହିଁ ଦେଖେ, ମୋ ଟାଇମ୍ ପାସ୍ ହେଇଯାଏ। ତାପରେ ବି ମୋ ଘର ଲୋକମାନେ ବୁଝିପାରୁନାହାନ୍ତି। ଆଉ ସବୁଠୁ ବଡ଼ କଥା କଣ ଜାଣିଛନ୍ତି? ମୋ ଘର ଲୋକମାନେ ଯୋଉଟା ପାରିନାହାନ୍ତି, ଯୋଉଟା ମୋ ଘର ଲୋକମାନେ ପାରିନାହାନ୍ତି, ଏମିତିକି ମୋ ବୋଉ ମତେ ଜନ୍ମ ଦେଇକି ଯୋଉ କାମ କରିପାରୁନି, ସେ କାମ ମୋ ଫୋନ୍ କରିଛି। ଜାଣିଛନ୍ତି ସେଟା କଣ? ସୁନ୍ଦର। ମାନେ ମୋ ବୋଉ ମତେ ଜନ୍ମ ଦେଇକି ମତେ ସୁନ୍ଦର କରିପାରିଲାନି, କିନ୍ତୁ ମୋ ଫୋନ୍ ମତେ ସୁନ୍ଦର କରିପାରିଛି। ଏତିକି ବି ତାଙ୍କ ମାଇଣ୍ଡରେ ପଶୁନି କି ଆମ ଝିଅକୁ ଏଇ ଫୋନ୍ ହିଁ ସୁନ୍ଦର କରିପାରୁଛି। ଏତେ ସବୁ କଲା ପରେ ବି ମୋ ଫୋନ୍ ପାଖରେ କାହିଁକି ଏମିତି କରୁଛନ୍ତି? ଏତେ ଅନ୍ୟାୟ ମୁଁ ସହିପାରିବିନି। ଆପଣମାନେ କୁହନ୍ତୁ, ମୋ ଫୋନ୍ ପ୍ରତି ସେମାନେ ଏମିତି ଅନ୍ୟାୟ କରୁଛନ୍ତି, ଆପଣମାନେ କୁହନ୍ତୁ, ମୁଁ କିଛି କହିବିନି।